ଧଳା କୁଷ୍ଠ ହୋଇଛି କି ଅଗ୍ନିଶିଖା ଗଛ କରିବ ଦୂର। ଯେତେବେଳେ ଲକ୍ଷ୍ମଣଙ୍କୁ ଶକ୍ତିଭେଦ ହୋଇଥିଲା, ବୈଦ କହିଲେ ସଞ୍ଜୀବନୀ ବୁଟି ଆବଶ୍ୟକ। ସେହି ଅନୁସାରେ ହନୁମାନ ଗନ୍ଧମାର୍ଦ୍ଦନ ପର୍ବତକୁ ଉଠାଇ ଆଣିଲେ। ଏହି ସଞ୍ଜୀବନୀ ବୁଟି ଶରରେ ଥିବା ବିଷକୁ ହରିବା ପାଇଁ, ଘା ଭରିବା ପାଇଁ ଦରକାର ବୋଲି କହିଲେ ବୈଦ। ତେଣୁ ହନୁମାନ ଗନ୍ଧମାର୍ଦ୍ଦନ ପର୍ବତକୁ ଉଠାଇ ଆଣିଥିଲେ। ଆଜି ଆମେ ସେହି ରାମାୟଣ ଯୁଗର ଅଗ୍ନିଶିଖା ଗଛ ବା 5 ଅଙ୍ଗୁଳିଆ ଗଛର ଫାଇଦା ବିଷୟରେ ଜାଣିବା। ଯଦି ମୁଣ୍ଡରେ ଚନ୍ଦାପଣ ଥିବ, ଅଗ୍ନିଶିଖାର ମୂଳ ବାଟି କରି ଲଗାଇଲେ କେଶ ଉଠିବାକୁ ଲାଗିବ। ଯଦି କାନରେ ଯନ୍ତ୍ରଣା ହେଉଥିବ, ଆପଣ ଏହି ମୂଳକୁ ବାଟି ସେଥିରେ ସମାନ ଅନୁପାତରେ ଲେମ୍ବୁ ରସ ମିଶାଇ କାନରେ 2 ବୁନ୍ଦା ପକାନ୍ତୁ। ନଖ ମୂଳ ପାଚି ଯଦି ପୂଜ ଜମିଛି, ତାହେଲେ ଅଗ୍ନିଶିଖାର ମୂଳକୁ ବାଟି କପଡାରେ ରଖି ନଖରେ ବାନ୍ଧି ଦିଅନ୍ତୁ। ମଳକଣ୍ଟକ ବା ଅର୍ଶ ବାହାରିଥିଲେ ଏହି ଗଛର ଚେର ଓ ଶିରିଷ ମଞ୍ଜି ସମାନ ଅନୁପାତରେ ବାଟି ଲଗାନ୍ତୁ। ଯଦି ଧଳା କୁଷ୍ଠ ରୋଗ ହୋଇଛି, ଏହି ଗଛର ମୂଳକୁ ବାଟି ଲଗାନ୍ତୁ। ଯଦି ଶରୀରରେ କାଚ ପଥର କି କଣ୍ଟା ପଶି ଯାଇଛି, ସେହି ସ୍ଥାନର ମୁହଁଟିକୁ ଟିକେ ଖୋଲି ଦେଇ ଏହି ଗଛର ମୂଳକୁ ବାଟି ଲେପ ଦିଅନ୍ତୁ। ଦେଖିବେ କଣ୍ଟା ପଥର କାଚ ବାହାରକୁ ଆସିଯିବ। ବିଛ, ବିରୁଡି, ସିଙ୍ଗି ମାଛ ଡଙ୍କ ମାରିଲେ ଏହି ମୂଳକୁ ବାଟି ଲଗାନ୍ତି। ଯଦି ପ୍ରସବ ସମୟରେ ଅତ୍ୟଧିକ ଯନ୍ତ୍ରଣା ହେଉଥିବ, ଏହି ଗଛର ଚେରକୁ ବାଟି ପିଇଲେ ସୁଖ ପ୍ରସବ ହେବ। ଆୟୁର୍ବେଦରେ ଏହାକୁ ଉପବିଷ ଶ୍ରେଣୀରେ ରଖାଯାଇଛି। ତେଣୁ ଏହା ଭିତରେ ପ୍ରୟୋଗ ନ କରି ଉପରି ଭାଗରେ ପ୍ରୟୋଗ କରନ୍ତୁ, ବହୁତ ଲାଭପ୍ରଦ ହେବ। ଅଗ୍ନିଶିଖା ଗଛର ପ୍ରୟୋଗ ପୂର୍ବରୁ ଆୟୁର୍ବେଦିକ ବିଶେଷଜ୍ଞଙ୍କର ପରାମର୍ଶ କିନ୍ତୁ ନିଶ୍ଚୟ ନେବେ।